ଗୋବିନ୍ଦା ଟଙ୍କା ତ ପୋତିଥିଲ, ସବୁ କରିଥିଲ, କଞ୍ଚି ନ ପାଇଥିଲେ କିଛି ପାଇଥାନ୍ତ କି? କଞ୍ଚି ଆଣିବା ବୁଦ୍ଧି କିଏ କାଢ଼ିଲା? ଚମ୍ପା ଏହିଁକି ଏତେ ନା ମୁଦି ନାହିଁ ଗୋଡ଼ କଚାଡ଼ୁ କେତେ? ବଡ଼ ବୁଦ୍ଧିଟାଏ କାଢ଼ିଲାରେ। ମୋତେ ଆଉ ବୁଦ୍ଧି ଆସନ୍ତା ନାହିଁ। ଦେଖିଛୁ ସେଦିନ ସାଆନ୍ତଙ୍କ ପଛେ ପଛେ ତତଲା ବାଲିରେ 2 କୋଶ ବାଟ ଧାଇଁ ଗୋଡ଼ରେ ଫଟକା ବାହାରି ପଡ଼ିଲା। କାନ୍ଦି କାନ୍ଦି ତୋଟି ବସିଗଲା। କହୁଛି କ'ଣ ନା ବୁଦ୍ଧି କହିଲି। ବୁଦ୍ଧିରେ ବୁଦ୍ଧି ନା ବକେଇ ପଡ଼ି ଯାଇଛି କୁଦି। ଆଚ୍ଛା କହିଲୁ, ମୁଁ ସେ ରାଣ୍ଡ ବ୍ରାହ୍ମଣୀ ସାଙ୍ଗରେ ସଙ୍ଗାତ ବସି ରାତିଏ ରହି ତା ଘରର ଜମିର ସନନ୍ତ ଆଡ଼ଖୁଡ଼ ଭିତରୁ ଘେନି ଆସିଲି। କି ବୁଦ୍ଧି ତୁ କହି ଦେଇଥିଲୁ ରେ? ଗୋବିନ୍ଦା ଆଉ କିଛି ନ କହି ରୁଷି ଆସି ପିଣ୍ଡାରେ ବସିଲା। ଚମ୍ପା ମଧ୍ୟ ତୁନି। ଏକ ଚାହାଳିରେ ପାଠ, ଏକ ଅବଧାନର ଚାଟ। ଚତୁର ଚତୁରା କଥା କେହି କାହାକୁ ଊଣା ନୁହେଁ। ସହଜରେ କିଏ ପଛଘୁଞ୍ଚା ଦେବ? 2 ଜଣକୁ 2 ଜଣ ଚିହ୍ନନ୍ତି। ଚମ୍ପାର ଭାବନା, ଯଦି ଗୋବିନ୍ଦା ଘରକୁ ଯାଏ, ଟଙ୍କା ସୁନାଗୁଡ଼ାକ ତା ହାତରୁ ଯାଇ ଭଣ୍ଡାରୀ ଘରେ ପଶେ। ପୁନର୍ବାର ହାତ ପୈଠ ହେବା ସହଜ ନୁହେଁ। ପୁଣି ଗୋବିନ୍ଦାର ମା ଓ ଭାର୍ଯ୍ୟା କଥା ମଧ୍ୟ ତା ମନରେ ପଡ଼ିଲା। ଏଣେ ଗୋବିନ୍ଦାର ଭାବନା, ଚମ୍ପା କଟକ ସହରରେ ପଶିଲେ ତାକୁ ଆୟତ୍ତ କରିବା ସହଜ ହେବ ନାହିଁ। ଅଇଁଠା ଖାଇ କୁକୁରୀ ଆଉ ଖଣ୍ଡିଏ ଅଇଁଠା ପତ୍ର ସମ୍ମୁଖରେ ଦେଖିଲେ ପୂର୍ବପତ୍ର ଗୋଡ଼ରେ ଦଳି ଦେଇଯାଏ। ବିପରୀତ ମୁହଁ 2 ବଳ ସମାନ ହେଲେ ଦୁହେଁ ସ୍ୱ ସ୍ୱ ସ୍ଥାନରେ ସ୍ଥିର ହୋଇ ରହନ୍ତି। ରାତ୍ର ଅନ୍ଦାଜ 5 ଘଡ଼ି କି 6 ଘଡ଼ି। ଭାତ ଡାଲି ପ୍ରସ୍ତୁତ ହୋଇଗଲାଣି। ଚମ୍ପା ଅଳ୍ପ କାଳ ଛିଡ଼ା ହୋଇ କ'ଣ ଭାବିଲା। ପାଖକୁ ଆସି ସାକୁଲେଇ ସାକୁଲେଇ କହିଲା, ଦେଖ ଗୋବିନ୍ଦା, ତୁ ତ କହୁଛୁ ନଈ ଆର ପାରି 4 କୋଶ ବାଟରେ ତୋ ଘର। ହଉ ଚାଲ, କଟକକୁ ଚାଲ। ମୁଁ କିଛି ଟଙ୍କା ଦେବି, ତୁ ଘରେ ଦେଇଥିବୁ। ଚମ୍ପା ଡାକିଦେଲା, ହେଇ ତୋ ଭାତ ରହିଲା, ଖା ବା ନ ଖା। ମୁଁ ଏତେ ଗୋଡ଼ ଧରି ପାରେ ନାହିଁ। ଚମ୍ପା ଓଦା ହାତଟା ମୁହଁରେ ବୁଲାଇ ଦେଇ ଠୁଙ୍ଗା ହୋଇ ଭାତପତ୍ର ପାଖରେ ବସି ବଡ଼ ବଡ଼ ଗୁଣ୍ଡା ସୁଡ଼ୁ ସୁଡ଼ୁ ଶବ୍ଦରେ ଦଣ୍ଡକ ମଧ୍ୟରେ ପତ୍ର ଖାଲି କରିଦେଲା। ଚୁଲି ମୁହଁ ପାଖରେ ମୁହଁଟା ଧୋଇ ପକାଇ ପୁନର୍ବାର ଥରେ ବାହାରକୁ ଅନାଇ ଡାକିଲା, ଆ ରେ ଆ, ଭାତ ଖା। ଉତ୍ତର ନାହିଁ। ଖପା ହୋଇ କହିଲା, ଆରେ ୟାକୁ କହନ୍ତି ସୁଖ ଭାତ ତୋଟି କୁଣ୍ଡାଇବା। ଜଳନ୍ତା ନିଆଁରେ କୁଟା ପକାଇଲା ପରେ ଗୋବିନ୍ଦାକୁ ଏକଥା ଜଣାଗଲା। ତାହା ବାଦ୍ ଚମ୍ପା ପଟି ଖଣ୍ଡିକ ଉପରେ ଗଣ୍ଡିରା ଲୁଗାରୁ ଅଧେ ମେଲାଇ ଦେଇ ଗଣ୍ଡିରାଟି ସାବଧାନରେ ବେକତକ ପର୍ଯ୍ୟନ୍ତ ଦେଇ ଚିତ୍ ହୋଇ ଶୋଇପଡ଼ିଲା। ଗୋବିନ୍ଦା ସେହି ପିଣ୍ଡାରେ ବସି ଭାବୁଛି। ସେ ବର୍ତ୍ତମାନ ଭଲ କରି ବୁଝିଲାଣି, ସାପୁଣା ମୁଣ୍ଡରୁ ମଣି ନେବା ସହଜ ନୁହେଁ। ଆମ୍ଭେମାନେ ଗୋବିନ୍ଦପୁରର ଲୋକଙ୍କଠାରୁ ଯେପରି ଶୁଣିଛୁ, ସେଥିରୁ ଅନୁମାନ କରୁଅଛୁଁ ଗୋବିନ୍ଦାର ଆଉ ଅଧିକ କିଛି ପ୍ରତ୍ୟାଶା ଥିଲା। ସ୍ତ୍ରୀଠାରୁ ମର୍ଯ୍ୟାଦା, ପ୍ରେମ, ଭକ୍ତି, ଆନୁଗତ୍ୟ ପ୍ରତ୍ୟାଶା କରିବା ପୁରୁଷ ଜାତିର ସ୍ୱଭାବ। ଚମ୍ପାର ଆଚରଣରୁ ଜଣାଯାଏ, ତାହାର ଇଚ୍ଛା ଭଲ ପାଏ ତ ଭଲ ପାଏ, ହେଲେ ତୁ ଯେଉଁ ଭଣ୍ଡାରୀ ସେଇ ଭଣ୍ଡାରୀ। ଗୋବିନ୍ଦା ଏହି ଅବସ୍ଥାରେ କେତେ ବେଳ ଯାଏଁ ବସିଲାଣି ସେ ଜାଣେ ନାହିଁ। ଘୋର ଅନ୍ଧାର ରାତ୍ରି। ମଣିଷ ନିଜ ଦେହ ଦେଖିପାରିବ ନାହିଁ। ସାଁ ସାଁ କରି ଦକ୍ଷିଣା ପବନ ବାଡ଼ଉଛି। ତୁହାକୁ ତୁହା ବରଷା। ବରଗଛଟା ଗୋଟାଏ ଅନ୍ଧକାର ଗଦା ପରି ଛିଡ଼ା ହୋଇ ଦୋହଲି ଦୋହଲି ଗୋଟାଏ କେମନ୍ତ ଆତଙ୍କଜନକ ଶବ୍ଦ କରୁଅଛି। ଗୁଡ଼ାଏ ବାଦୁଡ଼ି ସାନ ସାନ ଅନ୍ଧାକାର ଖଣ୍ଡ ପରି ଚାରିଆଡ଼ୁ ଉଡ଼ି ଆସି ସେହି ଅନ୍ଧକାର ଗଦାରେ ଝୁଲା ପଡ଼ିଛନ୍ତି। ପୁଣି କେତେ ଖଣ୍ଡ ଅନ୍ଧକାର ପରି ବାହାରି ଆକାଶରେ ଉଡ଼ି ଯାଉଛନ୍ତି। କିଚ୍ କିଚ୍ ଶବ୍ଦ କରି ବରଫଳ ଖାଉଅଛନ୍ତି। ଟପ୍ ଟପ୍ ବରଫଳ ତଳେ ପଡ଼ୁଛି। ଚତୁର୍ଦିଗରେ ପୈଶାଚିକ ଶବ୍ଦ। ଘର ମଧ୍ୟରେ ଚମ୍ପାର ଅନୁନାସିକ ଶବ୍ଦ ଆହୁରି ଭୟଙ୍କର ଶୁଭୁଅଛି। ସେହି ଅନ୍ଧକାର ଗଦା ତଳେ 2ଟା ପଶୁର ଖେଁ ଖେଁ କାମୁଡ଼ା କାମୁଡ଼ି ଶବ୍ଦ ଶୁଣି ଗୋବିନ୍ଦା ଚମକି ପଡ଼ି ଅନାଇଲା। ଘର ମଧ୍ୟରେ ଜଳୁଥିବା ଦୀପର ତେଜଟି କ୍ରମଶଃ କ୍ଷୀଣ ହୋଇ ଆସୁଅଛି। ଶେଷ ସନ୍ଧ୍ୟାରେ ପଶ୍ଚିମ ଆକାଶରେ ଗୋଟାଏ ମାତ୍ର ଲୋହିତ କିରଣ ରେଖା ଅନନ୍ତ ଆକାଶରେ ପଡ଼ିଲା ପରି ଘର ମଧ୍ୟରେ ଜଳୁଥିବା ଦୀପରୁ ଗୋଟାଏ କିରଣ ରେଖା ନିସ୍ତେଜ ଭାବରେ ସେହି ଅନ୍ଧକାର ତଳେ ପଡ଼ିଅଛି। ଗୋବିନ୍ଦା ଭଲ କରି ଅନାଇ ଦେଖିଲା, 2ଟା ବିଲୁଆ ବରଫଳ ଖାଉ ଖାଉ କଳି ଲାଗିଲେ। ଗୋଟାଏ ବିଲୁଆ ଆରଟାକୁ ତଡ଼ିଦେଇ ଆପେ ସମସ୍ତ ଫଳ ଅଧିକାର କରି ବସିଲା। ଗୋବିନ୍ଦା ବିଲୁଆର କାର୍ଯ୍ୟ ଦେଖି କ'ଣ ବୁଝିଲା, କ'ଣ ମନରେ ପାଞ୍ଚିଲା, ଉଠି ବସି ଚାରିଆଡ଼କୁ ସାବଧାନରେ ଅନାଇଲା। ଧୀରେ ଅତି ଧୀରେ ଉଠିଯାଇ ଚମ୍ପାର ଗୋଡ଼ଠାରୁ ମୁଣ୍ଡ ଯାଏ ଅନାଇଲା। ଠଣାରେ ମୁଠି ରଖି ଦେଇଥିଲା। ଧୀରେ ଧୀରେ ଆଣି ସେଠିରୁ କ'ଣ ଫିଟାଇ ଅଣ୍ଟାରେ ଭଲ କରି ଲୁଗା ଭିଡ଼ି ଦେଇ ସେହି ପଦାର୍ଥଟା ଦୃଢ଼ ରୂପେ ଧରିଲା। ଧୀରେ ଧୀରେ ଯାଇ ଚମ୍ପାକୁ ଏକଧ୍ୟାନରେ ଅନାଇଲା। ଭୂମି ଉପରେ ପଡ଼ି ନିଦ୍ରିତ ଶୃକରୀକୁ ବଣ ମଧ୍ୟରୁ କେନ୍ଦୁଆ ଯେପରି ଅନାଏ, ସେହିପରି ଏକଧ୍ୟାନରେ ଚାହିଁଅଛି। ତାହାର ଆଖି 2ଟା ଜଳୁଅଛି।
ଡାହାଣ ହାତରେ ଦୃଢ଼ କରି କ'ଣ ଧରିଅଛି। ଏତେ ସାବଧାନ, ଏତେ ଧୀରେ ଯେ ନିଶ୍ୱାସଟା ମଧ୍ୟ ବଳରେ ପକାଉ ନାହିଁ। ଡାହାଣ ଗୋଡ଼ଟିକୁ ଆଗକୁ ପକାଇବା ମାତ୍ରେ ଗୋଟାଏ ଜ୍ୟୋତି ଚକ୍ ଚକ୍ କରି ଚମ୍ପା ଉପର ଦେଇ କାନ୍ଥରେ ବୁଲିଗଲା। ଗୋବିନ୍ଦା ଚମକି ପଡ଼ି ଏକାବେଳକେ ପିଣ୍ଡା ତଳକୁ ଓହ୍ଲାଇ ପଡ଼ିଲା। ଚତୁର୍ଦିଗକୁ ସାବଧାନରେ ଅନାଇଲା। କାହିଁ, କିଛି ନାହିଁ। କେବଳ ପୂର୍ବ ପରି ଚତୁର୍ଦିଗରେ ଘୋର ପୈଶାଚିକ ଶବ୍ଦ। ଗଛ ତଳଡାଳରେ କେତେ ଖଣ୍ଡ ଅନ୍ଧକାର ଫଡ଼ ଫଡ଼ ହୋଇ ଉଡ଼ି ପଳାଇଲେ। ବିଲୁଆଟା ଚରୁଥିଲା, ପଳାଇଗଲା। ତାହା ହସ୍ତରେ ଥିବା ପଦାର୍ଥ ବିଶେଷରେ ଆଲୁଅ ପଡ଼ି ଚକ୍ ଚକ୍ ଦିଶିଲା। ଗୋବିନ୍ଦା ସମସ୍ତ ବୁଝିପାରିଲା। ପୂର୍ବଠାରୁ ଅଧିକ ସାହସ ବାନ୍ଧି ଧୀରେ ଧୀରେ ଗୋଡ଼ ପକାଇ ଘର ମଧ୍ୟକୁ ଗଲା। ଶୃକରୀ ଉପରେ କେନ୍ଦୁଆ ଯେପରି ଝାମ୍ପି ପଡ଼େ, ସେହିପରି ଚମ୍ପା ଉପରକୁ ଝାମ୍ପି ପଡ଼ିଲା। ଠିକ୍ ସେହି ସମୟରେ ଦୀପଟା ଗର୍ଭକୁ ପୋଡ଼ିଯାଇ ଦପ୍ କରି ଜଳି ଉଠି ନିଭିଯିବାରୁ କିଛି ଦିଶିଲା ନାହିଁ। ଘର ମଧ୍ୟରେ ଉତ୍କଟ ଗଁ ଗଁ ଶବ୍ଦ, ଗୋଡ଼ ହାତ ବାଡ଼ାଇବା ଶବ୍ଦ ଶୁଭି ନିସ୍ତବ୍ଧ ହୋଇଗଲା। ସେହି ଶବ୍ଦ ଶୁଣି ବିଲୁଆ ଧଡ଼ପଡ଼ ହୋଇ ପଳାଇଗଲା। ଗଛଠାରୁ ଅନ୍ଧକାର ଖଣ୍ଡ ବୁଣିଗଲା ପରି ବାଦୁଡ଼ିଗୁଡ଼ାକ କର୍କଶ ଡେଣା ଶବ୍ଦ କରି ଉଡ଼ିବାକୁ ଲାଗିଲେ। ଏହି ସମୟରେ ଗୋଟାଏ ପ୍ରବଳ ଝଞ୍ଜା ପବନ ଆସି ଗଛର ଡାଳମାନଙ୍କୁ ଦୋକାନ ଘରକୁ କଡ଼ କରି ଦୋହଲାଇ ଦେଲା। ମୁହୂର୍ତ୍ତକ ସକାଶେ ସେଠାରେ ଅଦୃଶ୍ୟ ଅନ୍ଧକାର ମଧ୍ୟରେ ପ୍ରବଳ ଉପସ୍ଥିତି ହେଲା ପରି ଜଣାଗଲା।